ବାପାଙ୍କ ବିଷୟରେ କ'ଣ କହିବି, ମୁଁ ତାଙ୍କର ବୋଉ ନଥିଲି, ତାଙ୍କର ଝିଅ। ତାଙ୍କର ଅବଦାନ ବହୁତ ରହିଛି। ଏବେ ଚାଲି ଯାଇଛନ୍ତି ସତ, କିନ୍ତୁ ଆମ ପାଇଁ ସେ ଅମରିୟ। ସେ ସବୁବେଳେ ଆମ ପାଖେ ଅଛନ୍ତି। ପ୍ରତ୍ୟେକ ଦୁଃଖ ସୁଖରେ ସେ ସହାୟ ଅଛନ୍ତି। ଯେତେବେଳେ ବି ଡାକିଲେ ଆମେ ନିଜକୁ ନିଜେ ଜାଣିପାରୁ, ନିଜେ ଫିଲ୍ କରିପାରୁ ବାପା ଅଛନ୍ତି ଆମ ପାଖରେ। ତେଣୁ ତାଙ୍କ ପାଇଁ ଆଜି ଆମେ ଏଇ ଜାଗାରେ ଅଛୁ। ତାଙ୍କର ଆଶୀର୍ବାଦ, ତାଙ୍କର ଅବଦାନ ପାଇଁ ଆଜି এই কাম ବି ହେଇଛି। ରାଜଧାନୀ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ଅଛି। CHSC ପ୍ଲସ୍ ଟୁ ସାଇନ୍ସ 2026 ପରୀକ୍ଷାରେ 665 92.6% ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ମୁଁ ଏହି ସଫଳତାର ଶ୍ରେୟ ଦେବାକୁ ଯାଉଛି ମୋ ମାତା ପିତା ଶ୍ରୀ ଜଗନ୍ନାଥ, ମୋର ଶିକ୍ଷକ ଶିକ୍ଷୟିତ୍ରୀ ସାଙ୍ଗମାନଙ୍କୁ ଦେବାକୁ ଚାହୁଁଛି। ଆଉ ତାଙ୍କର ଆଶୀର୍ବାଦ ପ୍ରେରଣା ବିନା ସମ୍ଭବ ହୋଇନଥାନ୍ତା। ମୁଁ ଏହି ସଫଳତାକୁ ଏକ ଶେଷ ଲକ୍ଷ୍ୟ ନ ଭାବି ଗଣେଶ ଚନ୍ଦ୍ର ସାହୁ ଏ ପୁରାପଦର ପଞ୍ଚାୟତ ମୋ ପଞ୍ଚାୟତ ବାରଙ୍ଗ ବ୍ଲକର ଜଣେ ସମାଜସେବୀ। ଧର ସାମଲ ଯେ ଆମ ଅଞ୍ଚଳର ଜଣେ ଜଣାଶୁଣା ଲୋକ, ଜଣେ ସମାଜସେବୀ, ଏବଂ ତାଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ତାଙ୍କର ଯେଉଁ ଆୟୋଜିତ ସ୍ମୃତିଚାରଣ ସଭା ତାଙ୍କ ପିଲାମାନେ ଆମକୁ ଡାକିଥିଲେ। ଏ ସକାଶେ ଡାକିଥିଲେ ଯେହେତୁ ସେ ଗୋଟେ କରିଛନ୍ତି ତାଙ୍କ ନାଁରେ ଚାରିଟେବୁଲ ଟ୍ରଷ୍ଟ କରିଛନ୍ତି, ଯୋଉଟାକି ମାନେ ମହାପ୍ରାଣ ଗାଡ଼ି ଏ ଅଞ୍ଚଳରେ ଜମା ନଥିଲା। ଯେଉଁ ଯିଏ ପୁରୀ ନେବାକୁ ଚାହୁଁଥିଲେ ଗରିବ ଗୁରୁବା ସେମାନେ ନେଇପାରୁନଥିଲେ, ପଇସା ବାଲା ଲୋକ ନେଉଥିଲେ। ତେଣୁ ସେ ଯେଉଁ ସାହାଯ୍ୟଟି କରିଛନ୍ତି ଆଜି ଗରିବ ମୋର ହସ ଫୁଟେଇଥିବାରୁ ଆମେ ତାଙ୍କୁ ଅଶେଷ ଧନ୍ୟବାଦ ଦେଉଛୁ। ମାଗଣାରେ ପୁରୀ ଯିବ ସ୍ୱର୍ଗଦ୍ୱାର ମାନେ ଶବ ସତ୍କାର ହେଇକି ଆସିବ। ତେଣୁ ତାକୁ ଅଶେଷ କଥା ଆମ ପଞ୍ଚାୟତର ନାଁ ରଖିଛନ୍ତି, ଟେକ ରଖିଥିବାରୁ ତାଙ୍କ ପୁଅ ଭରତ ସାମଲକୁ ଅଶେଷ ଧନ୍ୟବାଦ ଦେଉଛୁ। ସମସ୍ତେ ତ ମରିଛନ୍ତି, ଦିନେ ଦିନେ ଜନ୍ମ ହେଇଛ ମୋର କେହି ରହିନାହିଁ ରହିବି ନାହିଁ ଭବନଙ୍କ ଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ବାହୁଡ଼ି କାଳ ବେଳେ ମାନେ ରାଧାଧାରା ଲେଖିଛନ୍ତି। ତେଣୁ ସିଏ ଯେଉଁ ମହତ କାମ କରିଛନ୍ତି, ମହତ କାମ କରିଥିବାରୁ ତାଙ୍କୁ ଭଗବାନ ଭଲ ରଖନ୍ତୁ, ତାଙ୍କ ଆତ୍ମା ସଦ୍ଗତି ହେଉ। ଛୋଟିଆ ଗୋଟେ କବିତା କହିବି ମୁଁ ପଚାରିଲି ତାଙ୍କ ନାତିକି ବାପା ବଡ଼ ନା ବୋଉ ବଡ଼, ସେ ଥଙ୍ଗମଙ୍ଗ ହେଇକି କହିଲେ ନାଇଁ ବାପା ବୋଉ ବଡ଼ ବାପା ବଡ଼। ଏଇ ମୁଁ କହିଲି ଜଣେ ଫାର୍ଷ୍ଟ କ୍ଲାସ୍ ପାଏ, ସେଇଠୁ କହିଲେ ଗୋଟେ କବିତା କହିଲେ, ମା ଗାଳି ମତେ ଭାରି ଭଲ ଲାଗେ, ବାପାଙ୍କ ଗାଳିଟା କଷ୍ଟ, ବୋଉ ମୋର କୁହେ ଅବୁଝା ପୁଅ ସେ, ବାପ କହେ ପିଲା ନଷ୍ଟ, ବାପା କହେ ପିଲା ନଷ୍ଟ, ଖାଇ ନଥିଲେ ମୋ ମା ବୁଝାଇ ଖୁଆଏ, ବାପ ଲୋ ଧନ ଲୋ କହି, ବାପ ମୋର କୁହନ୍ତି ଖାଉ ତ ନ ଖାଉ, ତାକୁ ଡାକୁଛ କଣ ପାଇଁ, ତାକୁ ଡାକୁଛ କଣ ପାଇଁ, ପରୀକ୍ଷାରେ ଭଲ। ଏ କବିତାଟି କହିବାର କାରଣ ବାପା ବାବୁଙ୍କ ବିଷୟରେ କହିଲା। ବଡ଼ ହେଲେ ବାପା ତ କାନ୍ଧରେ ବସେଇ ବାପ କାନ୍ଧରେ ବସେଇ ମା ମାନେ କାଖେଇକି ବୁଲାଏ। କାହିଁକିନା ବାପ ଚାହେଁ ମୋ ପୁଅ ମୋଠୁ ଅଧିକା ଦୁନିଆଟି ଦେଖୁ, ମା ଚାହେଁ ମୋ ପୁଅ ଟିକେ ତାର ଧୂଳି ନ ଲାଗୁ, କଣ୍ଟାର ଆଘାତ ଲାଗୁ। ବାପ ଥିଲା ପୁଅ ସଭାରେ ହାରେ ନା, ମା କୋଳେ ଦୁନିଆରେ ରହେ ନା। ଏଇଟା ହଉଛି ମାନେ ସମାଜର ଲକ୍ଷଣ, ଏଇଟା ସମାଜରେ ଅଛି। ଯେହେତୁ ବାପ ଯେତେ ଝଡ଼ ଝଞ୍ଜାକୁ ବାପ ବହିଥାଏ ମଥାରେ, ବାପ ଥିଲା ପୁଅ କେବେ ହାରେ ନା ସଭାରେ। ମା କୋଳେ ଯେଡ଼େ ବଡ଼ ବିପଦ ଆସିଲେ ମା କୋଳକୁ ଯେତେବେଳେ ପହଞ୍ଚେ ତ ପୋଲିସର ଶକ୍ତି ନାହିଁ ମା କୋଳକୁ ପିଲାକୁ ଛାଡ଼ି ନେବ। ଏଇଟା ବହୁ କଥା ଅଛି, ଏ ତ କହିହେବନି, ସମୟ କମ୍। ତେଣୁ ଏତିକି ମୁଁ କହୁଛି, ଏ ପିଲାଙ୍କୁ ବେଣୁଧର ସାମଲ ପରିବାର ଭଗବାନ ଉତ୍ତର ଉନ୍ନତି କରୁ, ସେ ଯୋଉଠି ଥାଉ ତାଙ୍କ ଆତ୍ମ ସଦ୍ଗତି। ଭରତ କୁମାର ସାମଲ ଅଜୁ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ। ବାପା ଜଣେ ଆଦର୍ଶ ଚାଷୀ ଗାଁ, ଆମେ ଦଳିତ ପରିବାରରୁ ଆସିଛୁ। ବାପାଙ୍କର ଇଚ୍ଛା ତାଙ୍କର ଚାଷ କରି ଯାହା ଉପାର୍ଜନ କରନ୍ତି, ଗରିବ ଲୋକଙ୍କୁ ସାହାଯ୍ୟ ଦେଖାନ୍ତି। ତାଙ୍କରି ମଲା ପରେ ତାଙ୍କ ଆକାଉଣ୍ଟରେ 9,98,000 ଟଙ୍କା ଥିଲା। ତାଙ୍କରି ପଇସାରେ ଗୋଟେ ଚାରିଟେବୁଲ ଟ୍ରଷ୍ଟ ମୁଁ କରି ଲୋକମାନଙ୍କର ସେବା କରୁଛି ମୁକ୍ତି ରଥ କରି। ଆଉ ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ହିସାବରେ ବାପାଙ୍କର ଯେହେତୁ ସୋସିଆଲ ୱାର୍କ କରିବା ତାଙ୍କର ମାନେ ଆଗରୁ ତାଙ୍କର ଥିଲା, ବାପାଙ୍କର ନୀତି ନିୟମ ଆଦର୍ଶଟାକୁ ପାଳନ କରୁଛି। ଆଉ ସେଇ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ କାମ କରିବା ଆକ୍ଟିଭିଟି କରୁଛି। ଆଉ କେତେ ଖୁସି ଅଛନ୍ତି? ବହୁତ ଖୁସି। ଆଗକୁ କ'ଣ ଲକ୍ଷ୍ୟ ରହିଛି? ଆଗକୁ ଗୋଟେ ଆମ୍ବୁଲାନ୍ସ କରିବି, ବୃକ୍ଷରୋପଣ, ଏଇ ଯୋଉ
ଆଉ ବାପା କରି ସମାଜ ଯଦି ଜଣେ କଲ୍ୟାଣ advocate, ତାଙ୍କ ବାପା